ଜୟ ଜଗନ୍ନାଥ। ସୁଭଦ୍ରା ଯୋଜନାର ଆପ୍ଲାଏ କରିଲା ଟାଇମ୍‌ରେ ଆପଣମାନେ ଯେତେବେଳେ ଜାଣିପାରିନଥିଲେ ଆପଣଙ୍କର ଡକ୍ୟୁମେଣ୍ଟ ଭୁଲ ଅଛି ବା ଆପଣଙ୍କର ପେଣ୍ଡିଂରେ ମାସ ମାସ ଧରି ପଡ଼ିକି ରହିଛି, ତା'ର ସମାଧାନ ଆପଣ ଯେତେବେଳେ ପାଇନାହାନ୍ତି, ତାପରେ ଯେତେବେଳେ ଅଭିଯୋଗରେ ଯାଇ ଆପଣ ଲଗ୍ଇନ୍ କରିଛନ୍ତି, ତାପରେ ଜାଣିପାରୁଛନ୍ତି ଯେ ଆପଣଙ୍କର ଡକ୍ୟୁମେଣ୍ଟ ଭୁଲ ଅଛି, ତ ତାକୁ ଆପଣ କିପରି ଠିକ୍ କରିପାରିବେ, ତା ବିଷୟରେ ମୁଁ ଆଜି ଏଇ ଭିଡ଼ିଓରେ କହୁଛି। ତ ଆପଣମାନେ ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିବେ। ଦେଖି ସାରିଲା ପରେ ତାପରେ ଆପଣ ସେଇଟା ଆପଣ ଠିକ୍ କରିପାରିବେ। ଆପଣଙ୍କ ଡକ୍ୟୁମେଣ୍ଟ ଭୁଲ ଥିଲେ ତାକୁ ଠିକ୍ କରିପାରିବେ। ତ ଆପଣ ଏଇ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ମୋବାଇଲ ସ୍କ୍ରିନ୍‌କୁ ଯିବା। ସେଠାରେ ସମ୍ପୂର୍ଣ୍ଣ ଭାବେ ଜାଣିବା ଯେ ଡକ୍ୟୁମେଣ୍ଟ କିପରି ଭୁଲ ଥିଲେ ତାକୁ ଠିକ୍ ବା ସଂଶୋଧନ କରିପାରିବେ। ଏଠି କ୍ରୋମ୍ ବ୍ରାଉଜର ଅଛି। ଏଇ କ୍ରୋମ୍ ବ୍ରାଉଜର ଉପରେ କ୍ଲିକ୍ କରନ୍ତୁ। କଲା ପରେ ଦେଖନ୍ତୁ କ୍ରୋମ୍ ବ୍ରାଉଜର ସର୍ଚ୍ଚ ଆସିଗଲା। ଏଇ ସର୍ଚ୍ଚ ଉପରେ ଆପଣ ସୁଭଦ୍ରା ଯୋଜନା ଲେଖିବେ। ମୁଁ ଲେଖୁଛି ବର୍ତ୍ତମାନ, ଆଉ ଆପଣ ଲେଖନ୍ତୁ। ତ ଏଇ ଲେଖିଲା ପରେ ଦେଖନ୍ତୁ ଲେଖାଟା ଆସିଗଲା। ଆର ଉପରେ କ୍ଲିକ୍ କରନ୍ତୁ। କଲା ପରେ ଦେଖନ୍ତୁ ସୁଭଦ୍ରା ଯୋଜନାର ଯେଉଁ ସାଇଟ୍ଟା ଲିଙ୍କ୍ ଆସିଗଲା। ଏଇ ଲିଙ୍କ୍ ଉପରେ ଆପଣ କ୍ଲିକ୍ କରନ୍ତୁ। କଲା ପରେ ସେକେଣ୍ଡ ଷ୍ଟେପ୍ ଯେଉଁଟା ସୁଭଦ୍ରା ଯୋଜନା ସାଇଟ୍ଟା ଆସିଗଲା। ଦେଖନ୍ତୁ ସ୍କ୍ରଲ୍ କଲି ତଳକୁ। ଦେଖନ୍ତୁ ଏଠି ଅଭିଯୋଗ ଅଛି। ଏଇ ଜାଗା ପରେ ଦେଖନ୍ତୁ, ଏଇ ଜାଗା ପରେ ଅଭିଯୋଗ ଅଛି। ଏ ଅଭିଯୋଗ ଉପରେ ଆପଣ କ୍ଲିକ୍ କରନ୍ତୁ। ମୁଁ କ୍ଲିକ୍ କରୁଛି। ଏଇ ଜାଗା ପରେ ମୁଁ କ୍ଲିକ୍ କରିଦେଲି। ଦେଖନ୍ତୁ ସେକେଣ୍ଡ ପେଜ୍ଟା ଖୋଲିଗଲା। ଏଠି ଆପଣଙ୍କର ଆଧାର ନମ୍ବରଟା ଦିଅନ୍ତୁ। ଯେଉଁମାନେ ସୁଭଦ୍ରା ଯୋଜନା ଆପ୍ଲାଏ କରିଥିଲେ ସେମାନଙ୍କର ଆଧାରଟା ଏଠି ଲାଗିବ। ତାଙ୍କର ଆଧାରଟା ଏଠି ଦିଅନ୍ତୁ। ମୁଁ ଦେଉଛି ଏଇ ଆଧାର ନମ୍ବରଟି। ତ ଏଠି ଆଧାର ନମ୍ବର ଆପଣଙ୍କର ଯେଉଁ ଆଧାର ଅଛି ନମ୍ବରଟା ବଡ଼ ବଡ଼ ଅକ୍ଷର ଲେଖା ହେଇଥିବ, ସେଇ ନମ୍ବରଟା ଏଇ ଜାଗା ପରେ ଦିଅନ୍ତୁ। ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ଆଧାର ନମ୍ବରଟି ଏଇ ଜାଗା ପରେ ଠିକ୍ ଭାବରେ ଲେଖନ୍ତୁ। ଏ ଯେଉଁ ଲେଖି ସାରିଲା ପରେ ଏଠି ଆପଣ ଯେଉଁ ଦେଖୁଛନ୍ତି ବକ୍ସ, ଏଇ ବକ୍ସ ଉପରେ ଛୋଟିଆ ଗୋଟେ ବକ୍ସ ଅଛି। ଏଇ ବକ୍ସ ଉପରେ ଆପଣ ଠିକ୍ ଚିହ୍ନ ଦିଅନ୍ତୁ। ଦେଲା ପରେ ଲଗ୍ଇନ୍ କରନ୍ତୁ। ମୁଁ ଲଗ୍ଇନ୍ କରିଦେଇ ସାରିଲିଣି। ତ ଆପଣ ଦେଖନ୍ତୁ ମୋର OTP ଆସିଯାଇଛି। ଯେଉଁ ଆଧାର ସାଙ୍ଗରେ ମୋର ମୋବାଇଲ ନମ୍ବର ଲିଙ୍କ୍ ଅଛି, ତା ଦେହରେ ଆଧାରରୁ ଆସିଛି ଗୋଟେ OTP। ତ ଏଇ ଜାଗା ଉପରେ ଆପଣ OTP ନମ୍ବରଟା ଦିଅନ୍ତୁ। ଦେଲା ପରେ OTP ଯାଞ୍ଚ କରନ୍ତୁ। ଏଇ ଜାଗା ଉପରେ କ୍ଲିକ୍ କରନ୍ତୁ। କଲା ପରେ ଏଇ ଜାଗା ଉପରେ ଆପଣ ଦେଖୁଛନ୍ତି ସେକେଣ୍ଡ ପେଜ୍ଟା ଖୋଲିଲା। ଏଇ ଯେଉଁ ସେକେଣ୍ଡ ପେଜ୍ଟା ଖୋଲିଲା, ଏଠି ଆପଣ ନିଜର ପାଇଁ ଅଭିଯୋଗ କରିବେ କି ଅନ୍ୟ ଜଣଙ୍କ ପାଇଁ ଅଭିଯୋଗ କରିବେ। ଆପଣଙ୍କର ଯଦି ଏଇ ଜାଗା ଉପରେ କୌଣସି ଭୁଲଭାଲ ଅଛି ତ ଆପଣ ଏଠି ଠିକ୍ କରିପାରିବେ। ଏଠି ଆପଣଙ୍କର ନାଁ କୌଣସି କାରଣରୁ ମିଷ୍ଟେକ୍ରେ ଭୁଲ ରହିଯାଇଛି ତ ଏଠି ଆପଣ ଠିକ୍ କରିପାରିବେ। ଆପଣଙ୍କର ଆଡ୍ରେସ୍ ଯଦି ଭୁଲ ଅଛି ତ ଏଠି ଆପଣ ଠିକ୍ କରିପାରିବେ। ତ ଯେକୌଣସି ଆପଣଙ୍କର କିଛି ନା କିଛି ଭୁଲ ରହିଛି ତ ଏ ଜାଗା ଉପରେ ଆପଣ ଠିକ୍ କରିବେ। ଆପଣ କ'ଣ କରିବେ ନା ଅନ୍ୟଙ୍କ ପାଇଁ କ୍ଲିକ୍ କରନ୍ତୁ। କଲା ପରେ ଦେଖନ୍ତୁ ଏଇ ଜାଗା ଉପରେ ଦେଖନ୍ତୁ ଆପଣଙ୍କର ଯଦି ମିଷ୍ଟେକ୍ ରହିଛି କିଛି ସ୍ପେଲିଂ, ତ ଆପଣ ଏଠି ଠିକ୍ କରିପାରିବେ। ଦେଖନ୍ତୁ ମୁଁ କାଟିକି ଦେଖାଉଛି ଆପଣଙ୍କୁ। ଗୋଟେ ଅକ୍ଷର କାଟିକି ମୁଁ ଦେଖାଉଛି। ଦେଖନ୍ତୁ କଟିଗଲା। ତ ଏଭଳିଆ ଆପଣ କାଟିକି ଆପଣ ଟୋଟାଲ୍ ଆପଣଙ୍କ ନାଁ ଯେଉଁଟା ମିଷ୍ଟେକ୍ରେ ଅକ୍ଷର କେଉଁଠି ଭୁଲ ଭାଲ ରହିଛି, ବା ଆପଣଙ୍କ ଜିଲ୍ଲା ବା ଆପଣଙ୍କର ପଞ୍ଚାୟତ ଯେକୌଣସି କିଛି ଡକ୍ୟୁମେଣ୍ଟ କିଛି ଭୁଲ ଭାଲ ରହିଛି, ବା ଆପଣଙ୍କର ମୋବାଇଲ ନମ୍ବରରେ କୌଣସି ନମ୍ବର ଭୁଲ ରହିଯାଇଛି, ଏଠି ଆପଣ ଠିକ୍ କରିପାରିବେ। ପୁଣି ଥରେ ଆଉ ଥରେ ନିଜ ପାଇଁ ବାଛିବେ, ଆଉ ତାପରେ ପରବର୍ତ୍ତୀ ଉପରେ କ୍ଲିକ୍ କରିବେ। କଲା ପରେ ଏଇ ଯେଉଁ ପରବର୍ତ୍ତୀ ଦେଖନ୍ତୁ ଅଭିଯୋଗ ପ୍ରକାର ବାଛନ୍ତୁ। ଏଇ ଜାଗା ପରେ ଦେଖନ୍ତୁ ଆବେଦନ ପେମେଣ୍ଟ, ଏଇଟାରୁ ମଧ୍ୟ ଆପଣ ବାଛିବେ। ତ ମୁଁ ଆବେଦନ ଉପରେ କ୍ଲିକ୍ କଲି। କଲା ପରେ ଏ ଜାଗା ପରେ ଆପଣ ଆବେଦନ ହିଁ ବାଛିବେ, କାରଣ ଆପଣ ଆପ୍ଲିକେସନ୍ ଯେତେବେଳେ ଆପ୍ଲାଏ କରିଥିଲେ ଭୁଲଭାଲ ରହିଛି, ତ ଆବେଦନ ଉପରେ ଏଠି ଆପଣ ଆବେଦନ ବାଛିବେ। ପେମେଣ୍ଟ ଲେଖା ହେଇଛି ତ ପେମେଣ୍ଟକୁ ଆପଣ ବାଛିବେନି, ଆବେଦନ ଉପରେ କ୍ଲିକ୍ କରିବେ। ଏଇ ଜାଗା ପରେ
तापर आपण कौन करेंगे ना ये जो लिखाई एठारे आपण अभियोग करंतु तो 200 अक्षर तो ये जगह पर आपण 200 अक्षर जेकोसी आपणकर डॉक्यूमेंट रे भूल अच्छी तारी विषय उपरे आपण लिखिबे कौन भूल अच्छी संपूर्ण भाव ठीक ठाक यही जगह पर लिखिए लिखि सारा पर आपण कौन करेंगे ना ये जो लिखाई आप 200 अक्षर टोटाल ठीक ठाक करी अपन जहाँ जहाँ भूल रही है आपणकर सेटा आपण एठी लिखिए तापर आपण कौन करेंगे ना दाखल करंतु ये दाखल लिखाई ये दाखल उपर क्लिक करेंगे कलापर आपणकर दाखल हो तो आपन गोटे कूपन मिल तो आपन से कूपन रे आपन स्टेटस चेकिंग करि परिबे। वीडियो जदि भल लागि थाए आपन को तो कमेंट करंतु गोटे लाइक निश्चित करंतु।